ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତରଫରୁ ଏସ୍‌ବିଆଇର ସମକାଳୀନ ଅଡିଟର ବମ୍ପର ପାଇଁ ନିଯୁକ୍ତି ଘୋଷଣା କରିଛି, ଯାହା ପାଇଁ ପ୍ରାର୍ଥୀମାନେ ଅଫିସିଆଲ ସାଇଟ୍ sbi.co.inକୁ ଯାଇ ଆବେଦନ କରିପାରିବେ। ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ଏସ୍‌ବିଆଇରେ 1194ଟି ପଦବୀରେ ନିଯୁକ୍ତି ଦିଆଯିବ। ଏସ୍‌ବିଆଇ ଦ୍ୱାରା ଜାରି ସୂଚନା ଅନୁଯାୟୀ ଏହି ପଦବୀ ପାଇଁ ପ୍ରାର୍ଥୀଙ୍କୁ ଚୟନ ସର୍ଟଲିଷ୍ଟ ଏବଂ ଇଣ୍ଟରଭ୍ୟୁ ଆଧାରରେ କରାଯିବ। ବ୍ୟାଙ୍କର ନିଯୁକ୍ତି କମିଟି ପ୍ରାର୍ଥୀମାନଙ୍କୁ ସଂକ୍ଷିପ୍ତ ତାଲିକାଭୁକ୍ତ କରିବା ପାଇଁ ମାନଦଣ୍ଡ ସ୍ଥିର କରିବ। ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀମାନଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ। ଏହି ସମୟରେ ପ୍ରାର୍ଥୀମାନେ 100 ନମ୍ବର ପାଇବେ। ପ୍ରାର୍ଥୀଙ୍କ ଚୟନ ବ୍ୟାଙ୍କ କରାଯାଇଥିବା ଯୋଗ୍ୟ ମାର୍କ ଉପରେ ଆଧାରିତ ହେବ। ଇଣ୍ଟରଭ୍ୟୁ ପାଇଁ କଲ୍ ଲେଟରଗୁଡ଼ିକ ଇମେଲ ମାଧ୍ୟମରେ ପଠାଯିବ କିମ୍ବା ବ୍ୟାଙ୍କର ୱେବସାଇଟରେ ଅପଲୋଡ କରାଯିବ। ଏହି ପ୍ରକ୍ରିୟା ସମୟରେ ବ୍ୟାଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ ଏବଂ ଏହି ପ୍ରସଙ୍ଗରେ କୌଣସି ଲେଟର ଗ୍ରହଣ କରାଯିବ ନାହିଁ। ଆପଣ କିପରି ଆବେଦନ କରିବେ? ନିଯୁକ୍ତି ପାଇଁ ଆବେଦନ କରିବା ଇଚ୍ଛୁକ ପ୍ରାର୍ଥୀମାନେ ପ୍ରଥମେ ବ୍ୟାଙ୍କର ୱେବସାଇଟ ପରିଦର୍ଶନ କରିବାକୁ ପଡ଼ିବ। ଏହାପରେ ହୋମ୍ ପେଜରେ ଥିବା କ୍ୟାରିୟର ବିଭାଗରେ କ୍ଲିକ୍ କରନ୍ତୁ ଏବଂ ତାପରେ କଣ୍ଟ୍ରୋଲ ଅଡିଟର 2025 ପାଇଁ ଅନଲାଇନରେ ଆବେଦନ ଲିଙ୍କ ଉପରେ କ୍ଲିକ୍ କରନ୍ତୁ। ଏଠାରେ ଏକ ପଞ୍ଜୀକରଣ ଫର୍ମ ଦେଖାଯିବ, ଯେଉଁଥିରେ ନୂଆ ପଞ୍ଜୀକରଣ ବିକଳ୍ପ ରହିବ। ଏହି ପଞ୍ଜୀକରଣ ପ୍ରକ୍ରିୟା ସମାପ୍ତ କରିବା ପାଇଁ ପ୍ରାର୍ଥୀମାନଙ୍କ ନାମ, ପିତାଙ୍କ ନାମ, ମାତାଙ୍କ ନାମ, ଜନ୍ମ ତାରିଖ, ଆଧାର ନମ୍ବର ଭଳି ବିବରଣୀ ପୂରଣ କରିବାକୁ ପଡ଼ିବ। ପଞ୍ଜୀକରଣ ପରେ ପ୍ରାର୍ଥୀମାନେ ଏକ ବୈଧ ଇମେଲ ଆଇଡି ଏବଂ ମୋବାଇଲ ନମ୍ବର ସହିତ ଲଗ୍ଇନ୍ କରି ଆବେଦନ ଫର୍ମର ସମସ୍ତ ଆବଶ୍ୟକ ବିବରଣୀ ପୂରଣ କରିବାକୁ ପଡ଼ିବ। ଏହାପରେ ପ୍ରାର୍ଥୀମାନଙ୍କୁ ନିର୍ଦ୍ଧାରିତ ଫର୍ମାଟରେ ସେମାନଙ୍କର ଫଟୋ ଏବଂ ଦସ୍ତଖତ ଅପଲୋଡ କରିବାକୁ ପଡ଼ିବ। ଆବେଦନ ଫର୍ମ ଶେଷ ପୂରଣ ପରେ ପ୍ରାର୍ଥୀମାନେ ଆବେଦନ ଫି ଦେବାକୁ ପଡ଼ିବ। ଆବେଦନ ପ୍ରକ୍ରିୟା ସମାପ୍ତ ହେବା ପରେ ପ୍ରାର୍ଥୀମାନେ ଆବେଦନ ଫର୍ମ ଏକ ପ୍ରିଣ୍ଟ ଆଉଟ୍ କରିକି ରଖିବା ପାଇଁ ଅନୁରୋଧ। ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ 15 ମାର୍ଚ୍ଚ 2025 ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହି ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ଗୋଟେ ଲାଇକ୍ କମେଣ୍ଟ ନିଶ୍ଚିତ କରିବେ ନୂଆ ଭିଡ଼ିଓ ଦେଖିବା ପାଇଁ।